आज हेउछि रविवार। चलंतु शुणिबा रवि नारायण व्रत विषय रे। आपण समस्तंकर दिनटी मंगलमय हेउ। जदि आपण माने प्रथम थर मो चैनल को आसीचंती तेबे लाइक करंतु, कमेंट करंतु एवं चैनल को सब्सक्राइब करंतु। आसंतु शुणिबा। नमो धर्म निरंजन पाप ताप हारी अरक्ष रक्षक सदा आनंद बिहारी। रवि नारायण व्रत कथा कहिबई कर देव अनुग्रह प्रार्थना करई। देवसुत मनोराजा अगस्ती मुनिक चरणे प्रणाम करी पुछंती ए वाक्य। आहे मुनि महापाप काहाकु कहंती केउ पुण्य व्रत कले से पापु तरंती। राजा वाक्य कुंभसुत कहंती ए बाणी जहा पचारिल ताहा शुण निपमणि। गो हत्या जे ब्रह्म हत्या नारी हत्या जननी गमन आउ वृषणी हरण। पंच महापाथ कहे आहे नरनाथ जन्म जन्मांतरे थुनुहंती मुकत। शिशु हत्या तहि संगे समान अटई कले ही पाप घर नरे के पड़ई। पुरुष को मारई जे नारी पाप चीते किंतु मारई जे बिना दोषे। एही परी जेते जेते पातक छई कहिबा ता केते हेजी आहे नर साई। पाप मानकु जे जमदूते घेनी जाती पकाई नरक कुंडे दंड देउथांती। दान देवा लोककु जे भंगाई कहई जन्मे जन्मे दरिद्र से अवश्य हुई। तैतसुत मनु शुणी अगस्ती वचन पुछंती ए पाप काहि होइबो मोचन। प्रकाश करता बोली भासंती अगस्ती कहुअछु जहा धीरे शुण नरपति। दिने स्वर्गपुरे सर्वदेवतांक आगे धाता धर्मशास्त्र कहुथिले अनुरागे। पूछिले देवता माने आहे चारि मुख महापाप जाए केउ व्रत कले देख। ताहा शुणी धाता धर्मशास्त्र खोजी करी कहिले परी कथा विचारी विचारी। एकादशी कले जने वैकुंठे बसंती षड जयंती रे देव आसन लभंती। दुर्गाष्टमी व्रत देव लोकरे बसई चतुर्दशी व्रत शिव पदकु दियई। एही परी व्रत खोजी कहूचौ माथा शुणिता विचारिले सकल देवता। एकादशी व्रत नेले देव नारायण चतुर्दशी व्रत को रखिले पंचानन। दुर्गाष्टमी भगवती रखिले आदरी सूर्यदेव एही सबु कथा देखि करी। कहिले हे बुझी आसे मातांकु पचारी एवं मु व्रत जहा कहिबी विचारी। एहा कही आदित्य सेठारु चली गले मातांक चरणे नमी सबु जणाइले। तदंते पूछिले माता बोलो केउ व्रत नेबी मु विचारी कह न रखी गुपत। आदित्य वचन माता बोलंती रे बाप रवि नारायण व्रते न रहई पाप।
जे जहाँ पाचई ताहा अवश्य फड़ई बुझिबाकु ଏହା କେବେ ଅନ୍ୟथा ନୁହଁଇ। ମାତାଙ୍କ ବଚନର ବି କରି ନମସ୍କାର ବୋଲନ୍ତି ଗୋ ମାତା କହ ତାର ସମାଚାର। କେଉଁ ଦିନ ହୋଇ ବ୍ରତ କେବା କରିଥିଲା ତହିଁରୁ ବା ତାହାର ଯେ କି ଫଳ ହୋଇଲା। ଆଦିତ୍ୟ ବଚନେ ଶୁଣି ଜନନୀ କହନ୍ତି ଶୁଣିବାକୁ କହୁଛି ମୁଁ ସେ ବ୍ରତର ରୀତି। ରବିବାରେ ଏକାଦଶୀ ହେଲେ ରେ ନନ୍ଦନ ରବି ନାରାୟଣ ବ୍ରତ ହୁଅଇ ସେ ଦିନ। କଲେ ତାହା ପଞ୍ଚମହାପାତକ ସହିତେ ସବୁ ପାପ ଲୋପ ହୁଏ ବୁଝ ଧୀର ଚିତେ। ଦରିଦ୍ର ଲୋଭଇ ଧନ ପୁତ୍ରୀ ସନ୍ତାନ ନାରୀ ପାଏ ଉତ୍ତମ ପତି ଯେ ନହେ ଆନ। ଏପରି ଯେ ଯାହା ବାଞ୍ଚେ ତାହା ସେ ଲଭଇ ରବି ନାରାୟଣ ବ୍ରତ ଫଳେ ମିଛ ନାହିଁ। ଶୁଣ ତାର ଇତିହାସ କଥାରେ କୁମର ଶୁଣିଲେ ସଂଶୟ ତୋର ହୋଇଯିବ ଦୂର। ସୌରାଷ୍ଟ୍ର ଦେଶେ ବିଦ୍ୟ ବିନୋଦ ସାଧବ ତାହାର ସମ୍ପତ୍ତି କେବା ଗଣନ କରିବ। ହୀରାଧର ବୋଲି ତାର ଏକଇ କୁମର ସଂକୋଚନା ନାମେ ଏକ ଦୁହିତା ବର। ପୁତ୍ରବଧୂ ନାମ ପଦ୍ମାବତୀ ଯେ ଅଟଇ ସକଳ ବଚନ୍ତି ନାନା ସୁଖ ଭୋଗ ପାଇ। ଭିକ୍ଷୁକ ବ୍ରାହ୍ମଣ ଆସି ନୀତି ତା ଦୁଆରେ ମାଗୁ ଭିକ୍ଷା ବୋହୂ ଝିଅ ଦୁହେଁ ଦେଖି ଖରେ। ଚାଉଳ ଆଞ୍ଜୁଳି ଆଣି ଦିଅନ୍ତି ଯେ ବୋହୂ ବିପ୍ର ବୋଲେ ତତେ ବହୁ ଭାଗ୍ୟ ଭୋଗ ହେଉ। ସୁବର୍ଣ୍ଣ ଆଞ୍ଜୁଳି ଆଣି ଦୁହିତା ଦିଅନ୍ତେ ତୋ କପାଳ ଭୁଞ୍ଜ ଏହା ବୋଲେ ସେ ତୁରିତେ। ଏହିପରି ନୀତି ନୀତି ବ୍ରାହ୍ମଣ କହନ୍ତେ ସାଧବ ଦୁହିତା ଦିନେ ଜନନୀ ଅଗ୍ରତେ। ପୋଇଲା ଗୋମାତା ନହୁ ତଣ୍ଡୁଳ ଅଙ୍ଗୁଳି ଦେଉ ବୋଲେ ବହୁ ଭାଗ୍ୟ ଭୋଗ କରିବଳି। ସୁବର୍ଣ୍ଣ ଅଞ୍ଜୁଳି ତାଙ୍କୁ ଦିଅନ୍ତି ମୁନେଇ ତୋ କପାଳ ଭୁଞ୍ଜ ବୋଲି ବ୍ରାହ୍ମଣ କହଇ। ଏଥିରେ କାରଣ କିଛି ବୁଝି ନ ପାରଇ ଏହା ଶୁଣି ସାଧବାଣୀ ଆର ଦିନ ଯାଇ। ଭିକ୍ଷା ଦେଲା ବେଳେ ତାହା ବୋଲନ୍ତେ ବ୍ରାହ୍ମଣ ସାଧବାଣୀ ଶୁଣି ତାଙ୍କୁ ପୁଛେ ଏ ବଚନ। ହେ ବ୍ରାହ୍ମଣ ଗୋସାଇଁ ବୋହୂକୁ ବୋଲ ଯାହା ଝିଅକୁ କମ୍ ପାଇ ଅବା ନ କହୁଛ ତାହା। ଏଥିର କାରଣ କିସ କହ ଏ ବୁଝାଇ। ବ୍ରାହ୍ମଣ ତା ବଚନରେ ହସ ହସ ହୋଇ। ତୋ ଝିଅ ଜନମ ହୋଇଥିଲା ଯେଉଁଠାରେ ଦେଖ ତୁ ମୁଦିକା ଖୋଳିକି ଅଛି ସେଠାରେ। ଏହା ବୋଲି ବିପ୍ର ଗଲେ ତହୁଁ ସାଧବାଣୀ ଝିଅକୁ ସଙ୍ଗରେ ଘେନି ଯାଇ ସେଇ କ୍ଷଣି। ଝିଅର ଜନମ ସ୍ଥାନ ମୂର୍ତ୍ତିକା ଖୋଲନ୍ତେ ଦେଖିଲେ ଯେ ସେ ସ୍ଥାନରେ ଅଛି ଏହି ମତେ। ଖଣ୍ଡେ ଭଣ୍ଡା ହାଣ୍ଡି ଛଣ୍ଡା ପହଁରା ମୁଠାଏ ତହିଁ ଭଙ୍ଗା ଶଙ୍ଖାରୁ ସେ ଅଛଇ ଥୋକାଏ। ଏହା ଦେଖି ମାତା ଦୁହିତା ଯେ ଭୟ କଲେ ସେ ନସିରେ ଭୋଜନ ଶୟନ ବରଜିଲେ। ତହିଁ ଆର ଦିନ ଆସି ସେ ବିପ୍ର ମିଳନ୍ତେ ସାଧବାଣୀ ଯାଇ ତାଙ୍କ ପାଦର ତୁରିତେ। ପ୍ରମାଣ କରି ସେ ସବୁ ବ୍ରାହ୍ମଣ ଆଗରେ
କହିଲା ଯା ଦେଖିଥିଲ ଜନମ ସ୍ଥାନରେ। ତଦୁତାରୁ ପଚାରିଲେ ଏଥିର କାରଣ, କିସ ତାହା ପ୍ରକାଶ୍ୟରେ ବୋଲ ହେ ବ୍ରାହ୍ମଣ। ସାଧବାଣୀ ବଚନରେ ସେ ବିପ୍ର କହନ୍ତି, ସେଥିର ମରମ ଯେବେ ବୁଝୁଭତି। ତୋ ଗ୍ରାମ ମହି କୁମ୍ଭାରୁଣୀ କି ପଛିଲେ, କହିବ ସେ ସବୁ କଥା ବୁଝାଇଟି ଭଲେ। ଏହା କହି ସେ ବ୍ରାହ୍ମଣ ଗଲେ ଇଚ୍ଛା ସ୍ଥାନେ, ସାଧବାଣୀ ସୁତା ସଙ୍ଗେ ତହୁଁ କିଛି ଦିନେ। କୁମ୍ଭାରୁଣୀ ପାଇଁ ପାଟ ଶାଢ଼ୀ ଅଳଙ୍କାର, ଘେନି ଯାଇ ତା ନିକଟେ ମିଳିଲେ ସତ୍ୱର। ଦେଖି ସାଧବାଣୀ କି ସେ ବହୁ ମାନ୍ୟ କଲା, କେଣେ ଆସିଅଛି ବୋଲି ବାବୁ ପଚାରିଲା। ସାଧବାଣୀ ବୋଲେ କୁମ୍ଭ ସଙ୍ଗେ ମୁଁ ସଙ୍ଗାତ, ହେବା ପାଇଁ ଆସିଅଛି ଏ ମିଛ ନୁହେ ତ। ଏହା ବୋଲି ପାଟ ଶାଢ଼ୀ ଅଳଙ୍କାର ଦେଲା। କୁମ୍ଭାରୁଣୀ ସାଙ୍ଗରେ ସେ ସଙ୍ଗାତ ହୋଇଲା। ନୀତି କୁମ୍ଭାରୁଣୀକୁ ସେ ସାଧବର ମଣି, ଦେଉଥାଇ ଭଲ ଭଲ ପଦାର୍ଥ ଯେ ଆଣି। ଦିନେ କୁମ୍ଭାରୁଣୀ ସାଧବାଣୀକୁ ଛଇ, ମୋଠାରେ କି କଥା କିଛି କହତା ବୁଝାଇ। ତା ବଚନେ ସାଧବାଣୀ ବୋଲେ ଗୋ ସଙ୍ଗାତ, ଏହା କହି ବୁଝାଇଲା ସକଳ ଚରିତ। ଝିଅର ଜନମ ସ୍ଥାନ ଯାହା ପାଇଥିଲା, ତାହା ସବୁ ତା ଆଗରେ ବିସ୍ତାରି କହିଲା। ଏଥିର କାରଣ କିସ ପଚାରୁଅଛଇ, ତୁମ୍ଭେ ଜାଣ କହିଛନ୍ତି ବ୍ରାହ୍ମଣ ଗୋସାଇଁ। ସେ ଅମରି କୁମ୍ଭାରୁଣୀ ସାଧବାଣୀ ଗାର, ବୁଣି ବୋଲେ ସଙ୍ଗାତ ଗୋ ଚିନ୍ତା କୂଳ କର। ବିଭା ପରେ ଏଥିର କାରଣ ଜଣାଇବି, ମଧୁଶଯ୍ୟା ଦିନ ଏକା ଜଗି ମୁଁ ରହିବି। ଏହା ତହୁଁ ସାଧବାଣୀ ସେଇ ବାଣୀ ଶୁଣି, ଆପଣା ଘରକୁ ଗଲା ଘେନାଇ ଦୁଲଣି। କିଛି ଦିନ ଅନ୍ତେ ଶୁଭ ଲଗ୍ନ ଦେଖି କରି, ଉତ୍ତମ ସୁପାତ୍ର କୁଳଶୀଳ ଦେଖି କରି। ବିବାହ ବଢ଼ାଇ ଦୁହି ତାର ସାଧବାଣୀ, ଅମରିକ କହନ୍ତେ ସେ ଶୁଣି ତା ସେ କ୍ଷଣି। ଯାଇ ସ୍ନାନ କରି ହୋଇ ଶୌଚ ସତ୍ୱରେ, ପୂଜା ପେଢ଼ି ଫିଟାଇ ସେ ବିଚାରି ମନରେ। ରବି ନାରାୟଣ ବ୍ରତ ପୂଜା ଦୁର୍ବାକ୍ଷତ, ରଖିଥିଲା ତହୁଁ ବାଛି ଘେନିଲା ତୁରିତ। ଅମଳାନ ବାସ ପିନ୍ଧ ସତ୍ୱରେ ଅଇଲା, ସାଧବାଣୀ ପୁରେ ପଶି ଗୁପ୍ତେ ରହିଲା। ମଧୁଶଯ୍ୟା ହୁଅନ୍ତେ ସେ ବର କନ୍ୟାଙ୍କର, ଅମରି ବସିଲା ମାଡ଼ି ଯାଇ ସେ ଦୁଆର। ନିଶିଅର୍ଦ୍ଧ ପରେ ଆସି ଯମଦୂତମାନେ, ପରବେଶ ହୋଇଲେ ସେ ସାଧବଶ ଦିନେ। ବର କନ୍ୟାଙ୍କର ମଧୁଶଯ୍ୟା ପୁର ହାରି, ପ୍ରବେଶ ହୁଅନ୍ତି ଯାଇ ଦେଖିଲେ ନେତ୍ରରେ। ସହସ୍ର ଆଦିତ୍ୟ ତେଜ ଧରି ସେ ଅମରି, ବସିଅଛି ସେ ଗୃହର ଦୁଆର ବରି। ତା ତେଜରେ ନିକଟକୁ ସେ ଯାଇ ନ ପାରି, ବୋଲନ୍ତି ଅମରି ଯାଅ ହାର ଛଡ଼ କରି। ସାଧବ ଜୁଆଇଁ ପରମାୟୁ ଶେଷ ଆଜି, ଚିତ୍ରଗୁପ୍ତ କହିଛନ୍ତି ଦେଖି ତାଙ୍କ ପାଞ୍ଜି।
ନେବୁ ତାକୁ ଆମ୍ଭେମାନେ ଆସିଛୁ ତହିଁକି। ତାହା ଶୁଣି କୁମ୍ଭାରୁଣୀ କହିବାଣିକି ନ ଛାଡ଼ିବି ଦୁଆର ମୁଁ ତୁମ୍ଭ ବଳ ଥିଲେ। ଘେନି ଯାଅ ଇଚ୍ଛା ଭେଟିଲେ ଉଠ ନହିଲେ। ଏହା ଶୁଣି ଯମଦୂତେ ସତ୍ୱରେ ଫେରିଲେ। ଜନ୍ତୁପତି ଆଗେ ଯାଇ ସବୁ ଜଣାଇଲେ। ଶୁଣି ତା ସମନ ଚଢ଼ି ମଇଁଷି ପିଠିରେ ପରବେଶ ହେଲେ ଯାଇ ସାଧବ ମନ୍ଦିରେ। ମଧୁଶଯ୍ୟା ପୁରହାରେ ଅମରିକି ଦେଖି ବୋଲନ୍ତି ସମନ ବାଣୀ ତାକୁ ଆଣ ଡାକି। ଛାଡ଼ ତୁ ସାଧବ ଜୁଆଇଁ କି ନେବୁ ଆମ୍ଭେ ପରମାୟୁ ତୋର ଶେଷ ହୋଇଅଛି ଏବେ। କୁମ୍ଭାରୁଣୀ ଶୁଣି ବୋଲେ ଆହେ ଜନ୍ତୁନାଥ ଆମରି ମୋ ନାମ କିମ୍ପା ଦେଇଛ କହତ। ମତେ କେତେ ସେବା କରିଅଛି ସାଧବାଣୀ କିପରି ମି ତାହାକୁ ଛାଡ଼ିବି କହ ପୁଣି। ଯମ ବୋଲେ ଯେବେ ତାକୁ ନ ଛାଡ଼ିବୁ ତୁହି ତୋ ସୁତ ପତିଙ୍କି ଆଜ ଯାଉଅଛୁ ନେଇ। ଏହା ବୋଲି ଯମ ତହୁଁ ଫେରି ବେଗେ ଗଲେ। କୁମ୍ଭାରୁଣୀ ସାତ ପୁତ ପତିଙ୍କି ସେ ନେଲେ। ନିଶିଶେଷ ସାଧବାଣୀ ଆସୁ ତାକୁ ଚାହିଁ ଅମରି କହିଲା ସବୁ କଥାକୁ ବୁଝାଇ। ବୋଇଲା ତୁମର ଝିଅ ଏ ନିଶିରେ ଜାଣ ହୋଇଥାନ୍ତା ରାଣ୍ଡ ଏତେ ସନ୍ଦେହ ନ ମଣ। ଚଣ୍ଡାଳ ଗୃହରେ ରହି ପିନ୍ଧି ଭଙ୍ଗା ଶଙ୍ଖା ପହରା ଖପରା ଧରି ବୁଲୁଥାନ୍ତା ଏକା। ଏବେ ସବୁ ବିପତ୍ତିରୁ ହୋଇଗଲା ପାର। ଆସ ଆସ ଦେଖିବ ଯେ ବିପତ୍ତି ମୋହର। ଏହା କହି ସାଧବାଣୀ ସଙ୍ଗେ ସେ ଅମରି ଆପଣା ଗୃହରେ ଶୀଘ୍ର ଯାଇ ମିଳି କରି। ଦେଖିଲା ଯେ ସାତ ପୁତ୍ର ଗୃହସ୍ଥ ତାହାର ମରି ଶୋଇଛନ୍ତି ପ୍ରାଣ ନାହିଁ ତ କାହାର। ସାଧବାଣୀ ତାହା ଦେଖି ନିର୍ବେଦ ହୋଇଲା ଅମରି ସେ ଦୁର୍ବାକ୍ଷତ ଜଳରେ ଧୋଇଲା। ସେହି ଜଳ ସିଞ୍ଚୁ ସର୍ବେ ଜୀବନ ପାଇଲେ। ଆନନ୍ଦରେ ଉଠି ଯେଝା କାର୍ଯ୍ୟ ଚଳିଗଲେ। ଦେଖି ତାହା ସାଧବାଣୀ ସେ ଅମରି ପାଦେ ପ୍ରଣାମ କର ଯେ ତାକୁ ପୁଛଇ ଆନନ୍ଦେ। କହ ଗୋ ସଙ୍ଗାତ ଏହା କିପରି ହୋଇଲା। ଏଡ଼େ ଆଦି ତୁମ୍ଭଙ୍କୁ କେ ଅବା ଦେଇଗଲା। କୁମ୍ଭାରୁଣୀ ଶୁଣି ସାଧବାଣୀକି କହଇ ରବି ନାରାୟଣ ବ୍ରତ ଫଳ ଏ ଅଟଇ। ସାଧବାଣୀ ବୋଲେ କହ ସେ ବ୍ରତ ବିଧାନ କରିବୁ ମୁଁ ଏହା ଶୁଣି ଓହିତ ସନନ। ଅମରି ବୋଇଲେ ରବିବାରେ ଏକାଦଶୀ ପଡ଼ିଲେ ବ୍ରତ ହୋଏ ଜାଣ ଗୋ ବିଶେଷୀ। ପ୍ରଭାତରୁ ଉଠି ସ୍ନାନ ନିତ୍ୟ କର୍ମ ସାରି ପୂଜା ଦ୍ରବ୍ୟ ସବୁ ସଜାଡ଼ିବା ଦେଖି କରି। ତୃତୀୟ ପ୍ରହର ବେଳ ହୁଅନ୍ତେ ଚଳିବ ଦେବାଳୟେ କି ତୁଳସୀ ମୂଳରେ ପୂଜିବ। ଧର୍ମ ନିରଞ୍ଜନଙ୍କର ଏ ବ୍ରତ ଅଟଇ ସାତ ଫଳ ସାତ ପୁରେ ପୂଜିବି ଚିତେଇ। ସାତ ଗୋଟି ମଣ୍ଡା କରି ନୈବେଦ୍ୟ ଦେବ ନାନା ବିଧି ଫଳ ମୂଳ ତହିଁରେ ବାଢ଼ିବ। ସାତ ନାଡ଼ ଦୁବ ସାତ ଅକ୍ଷତ ସହିତେ ସମର୍ପିବ ଧର୍ମ ନିରଞ୍ଜନକୁ ସୁଚିତେ।
ସାତକ୍ଷୀୟ ସୂତା କଳି ବ୍ରତ ସଜାଡ଼ିବ, ଧର୍ମ କୁସୁମରେ ସାତ ଗଣ୍ଠି ପକାଇବ। ପୂଜା ସରି ସେ ବ୍ରତକୁ ହସ୍ତରେ ବାନ୍ଧିବ, ଦେବତା ମୂର୍ତ୍ତି ପାଖ ତାକୁ ରଖିଥିବ। ବ୍ରତ ଉପବାସ କରି ପୂଜା ନୈବେଦ୍ୟ ଖାଇ ସେଦିନ ବଞ୍ଚିବ ନ ଭଜି ବିଷାଦ। ତହିଁ ପରଦିନ ପ୍ରଭାତରୁ ସ୍ନାନ କରି ଅର୍ଘ୍ୟ ଦେବ ଆଦିତ୍ୟଙ୍କୁ ଭକତିରେ ପୂଜି। ତହିଁ ପରେ ଇଷ୍ଟ ବନ୍ଧୁମାନଙ୍କ ସଙ୍ଗରେ କରିବା ପାରଣା ଆନନ୍ଦିତ ମାନସରେ। ଏହିପରି ଯେ କରଇ ଭକତି ଚିତ୍ତରେ, ରବି ନାରାୟଣ ବ୍ରତ ଅତି ଆନନ୍ଦରେ। ଯେ ଯାହା ବଞ୍ଚାଇ ତାହା ହୁଅଇ ପୂରଣ, ଏଥିରେ ସନ୍ଦେହ କିଛି ମନରେ ନ ମଣ। ଶୁଣି ସାଧବାଣୀ ଯାଇ ସେ ବ୍ରତକୁ କଲା, ଦିନୁ ଦିନ ତାହାର ଯେ ସମ୍ପଦ ବଢ଼ିଲା। ଜୀବନ୍ତେ ଅନେକ ସୁଖ ଭୁଞ୍ଜି ମରଣାନ୍ତେ, ବୈକୁଣ୍ଠେ ବସିଲା ସେ ଅତି ଆନଜତେ। ଆଦିତ୍ୟ ମାତାଙ୍କ ଠାରୁ ଏହା ଶୁଣିଗଲେ, ରବି ନାରାୟଣ ବ୍ରତ ଆରମ୍ଭ ବୋଇଲେ। आहे जने धर्म निरंजन व्रत एहि, कले वांछा पूर्ण हुए सन्देह जे नाही। कर सर्वे भक्ति चित्तरे एहि व्रत, अवश्य होइब जे जा वांछा परापत। अति पवित्र जे रवि नारायण व्रत, कथा एहि शुणी जने हुए पवित्र। इति श्री रवि नारायण व्रत कथा समाप्त।